ତ ବହୁତ ପିଲା ଏବେ 2026ରେ ଏ ଯେଉଁ କଲଚର ରଷ୍ଟ କଲଚରରୁ ସମସ୍ତେ ଚାହୁଁଛନ୍ତି କି ରିଜାଇନ୍ ପକେଇକିରି ଟିକେ ଫ୍ରେଶ୍ ହେବେ, ଫ୍ରେଶ୍ ହେଇକିରି ଆଉ ଥରେ ନୂଆ ରିଷ୍ଟାର୍ଟ କରିବେ। ବହୁତ ପିଲା ଅଫିସର ଏ ଯେଉଁ ମାହୋଲ ଅଫିସରେ ଏବେ ଯେଉଁ କର୍ପୋରେଟ୍ ସେକ୍ଟରରେ ଯେଉଁ ପ୍ରେସର ରହୁଛି, ଯେଉଁ ଟେନସନ୍ ରହୁଛି, ତମେ ବହୁତ ପ୍ରକାର ସିଚୁଏସନ୍ ପିଲା ଏବେ ଫେସ୍ କରୁଛନ୍ତି। ତ ବର୍ତ୍ତମାନ ପିଲା କିଛି ଚାହୁଁଛନ୍ତି କି ପେପର୍ ପକାଇ ଆମେ ଜବ୍ ସର୍ଚ୍ଚ କରିବୁ, କିଛି ପିଲା ଚାହୁଁଛନ୍ତି କି ଜବ୍ ସର୍ଚ୍ଚ କଲେ ଆମେ ଫେର୍ ସେଇ ରିଷ୍ଟାର୍ଟ ନୂଆ ତମେ ସେଇ ପ୍ରୋଫାଇଲ୍ ସେଟଅପ୍ କର, ତମେ ନୌକରି ବନାଅ, ଲିଙ୍କଡଇନ୍ ପ୍ରୋଫାଇଲ୍ ବନାଅ, ସବୁଥିରେ ପ୍ରୋଫାଇଲ୍ ବନେଇକି ଆପ୍ଲାଏ କରିକି ତମେ ଗୋଟେ ଜବ୍ ପାଇବା ଏତେ ଇଜି କଥା ନୁହଁ। ତାପରେ ରହିଲା ଆଉ କିଛି ପିଲା ଅଛନ୍ତି ଏ ଯେଉଁ ଷ୍ଟାର୍ଟିଂ ତମେ ଯେଉଁ ଜବ୍ ଆପ୍ଲାଏ କରିବ, ତମେ ଇଣ୍ଟ୍ରୋଡକ୍ସନ୍ ଦିଅ, ଏଚ୍ଆର୍ ସହିତ ନେଗୋସିଏଟ୍ କର, ତମେ କେତେ ପ୍ୟାକେଜ୍ ପାଉଛ, କେତେ ତମେ ନେଗୋସିଏଟ୍ କରିବ, ତମକୁ ସେମାନେ କେତେ ଦେବେ, ତମ ରିଜ୍ୟୁମ୍ ସିଲେକ୍ଟ ହେଉଛି ନ ହେଉଛି, ବହୁତ ପ୍ରକାର ଡିଫିକଲ୍ଟି ତମକୁ ଫେସ୍ କରିବାକୁ ପଡ଼ିବ। ତାପରେ ସିଚୁଏସନ୍ ବହୁତ ପିଲା ଅଛନ୍ତି ମାନେ ଏବେ ସେମାନେ ସିଙ୍ଗିଲ୍ ରହିକିରି ଏତେ ବୋରିଂ ହେଇଗଲେ, ବୋରିଂ ଲାଇଫ୍, ସେମାନେ କିଏ ବିଲେଇ ଘରେ ରଖିକିରି ପାଳୁଛି, କିଏ ବାଇକ୍ ରାଇଡ଼ିଂରେ ଯାଉଛି। ତମେ ବିଲିଭ୍ କରିବନି, ମୋର ଗୋଟେ ସାଙ୍ଗ 800 କିଲୋମିଟର, 1000 କିଲୋମିଟର, 700 କିଲୋମିଟର ବାଇକ୍ ରାଇଡ଼ିଂ କରିକି ଯାଉଛନ୍ତି, ବାଇକ୍ ରାଇଡ଼ିଂ କରି ଆସୁଛନ୍ତି, ଫ୍ରାଇଡ଼େ ନାଇଟ୍ ସଟର୍ଡ଼େ ସଣ୍ଡେ ଟ୍ରାଭେଲ୍ କରିକିରି ମଣ୍ଡେ ଅଫିସ୍ ଆସୁଛନ୍ତି। ତ ବହୁତ ପ୍ରକାର ବର୍ତ୍ତମାନ ଲାଇଫ୍ରେ ଏବେ ଚାଲିଛି। ତାପରେ ଆଉ ଗୋଟେ ହେଲା କର୍ପୋରେଟ୍ ଲାଇଫ୍ ଏତେ ଇଜି ନୁହଁ। ଏବେ ରିସେଣ୍ଟ ତମେ କିଛି ଦିନ ପୂର୍ବରୁ ଜାଣିଥିବ ଆପଲର ଗୋଟେ ଏମ୍ପ୍ଲୟି ଜବ୍ ଛାଡ଼ିକିରି ସେ ଅଟୋ ଯାଇ ଚଲେଇକି ତାଙ୍କ ଫ୍ୟାମିଲି ଟାଇମ୍ ସ୍ପେଣ୍ଡ କରୁଥିଲେ ଫ୍ୟାମିଲି ସହିତ। ତ ତାଙ୍କୁ ମାନେ ଆପଲର ଏମ୍ପ୍ଲୟି ଅଟୋ ଚଲେଇବା ଆଉ ଗୋଟେ ମାଇକ୍ରୋସଫ୍ଟର ଏମ୍ପ୍ଲୟି, ଏବେ ତମେ ରିସେଣ୍ଟ ଆଉ ଗୋଟେ ନ୍ୟୁଜ୍ ଥିଲା ମାଇକ୍ରୋସଫ୍ଟର ଏମ୍ପ୍ଲୟି ଜବ୍ରେ ଥାଇକିରି ୱିକେଣ୍ଡରେ ଅଟୋ ଚଲାନ୍ତି, ତାଙ୍କୁ ଟାଇମ୍ ସ୍ପେଣ୍ଡ କରିବାର ଅଛି, ଘରେ ସେ ଏକା ବୋରିଂ ହେଇଯାଉଛନ୍ତି, ଲୋକଙ୍କ ସହିତ ମିଶିବାର ଅଛି, ଲୋକଙ୍କ ସହିତ ଟାଇମ୍ ସ୍ପେଣ୍ଡ କରିବାର ଅଛି। ତ ସେଥିପାଇଁ ସିଏ ବି ମାଇକ୍ରୋସଫ୍ଟ ଏମ୍ପ୍ଲୟି ଅଟୋ ଚଲାଉଛନ୍ତି। ତ ବର୍ତ୍ତମାନ ଏବେ ଯେଉଁ ରଷ୍ଟ ସିଚୁଏସନ୍ ମାର୍କେଟରେ ଯେଉଁ ଲେ ଅଫ୍ ଚାଲିଛି, ମାର୍କେଟର ସିଚୁଏସନ୍, ବ୍ଲେମ୍ ଗେମ୍ ଅଫିସର, ଆଉ ତମେ ଗୋଟେ ମିଟିଂ ଯିବ 30 ଜଣ 20 ଜଣଙ୍କ ଆଗରେ ଗୋଟେ ତମକୁ କିଏ ବ୍ଲେମ୍ କରିଦେବ, ତମକୁ କିଏ ଗାଳି ଦେଇଦେବ, ତମକୁ କିଏ ଗୋଟେ ମାନେ ଜୋରକିରି କହିଦେବ, ତମକୁ ଇଗୋ ହଟ୍ ହେଇଯିବ। ତ ବହୁତ ପିଲା ଅଛନ୍ତି, ବିଭିନ୍ନ କାଟାଗୋରୀର ପିଲା ମାର୍କେଟରେ ଅଛନ୍ତି। ତ ଇଗୋ ହଟ୍ ହେଇଗଲା ପରେ ତମେ କରିବ କ'ଣ? ପେପର୍ ପକାଇଦେବ। ପେପର୍ ପକାଇ ସାରିଲା ପରେ ତମର 1 ମନ୍ଥ ନୋଟିସ୍ ପିରିୟଡ଼ କି 2 ମନ୍ଥ ନୋଟିସ୍ ପିରିୟଡ଼। ତ ବେଟର୍ ତମେ ପେପର୍ ନ ପକାଇ ନାଇଁ ଗୁସା କିଛି ନ ହେଇକିରି ତମେ ନିଜେ ଟ୍ରାଏ କରିକି ଫାଷ୍ଟ ଅଫର୍ ଉଠାଅ। ଯଦି ଅଫର୍ ତମେ ଉଠାଇଦେଲ, ତମ ପାଖରେ ବ୍ୟାକଅପ୍ ରହିବ କି ହଁ ତମର 1 ମନ୍ଥ 2 ମନ୍ଥ ନୋଟିସ୍ ପିରିୟଡ଼ ତମ ପାଖରେ ଗୋଟେ ଜବ୍ ଅଫର୍ ରହିଲା, ଦେନ୍ ତମେ ସୁଇଚ୍ କରିପାରିବ। କିନ୍ତୁ ବହୁତ ପିଲା ଆଜିକାଲି କ'ଣ କରୁଛନ୍ତି, ମାନେ ଏମିତି ସିଚୁଏସନ୍ ବର୍ତ୍ତମାନ ଆଇଟି ସେକ୍ଟରରେ କର୍ପୋରେଟ୍ରେ ହେଇଗଲାଣି, ପିଲା ୱିଦାଉଟ୍ ଅଫର୍ ବି ପେପର୍ ପକାଇବାକୁ ମାନେ ସେ ଗୋଟେ ପିଲା ତମେ ବିଲିଭ୍ କରିବନି, ସେମାନେ ଗୋଟେ ପିଲା ମାଇଣ୍ଡ ସେଟ୍ କରୁଛନ୍ତି ଆମେ ଯାଇ ଛୋଟ ମୋଟ ଜବ୍ ପଛେ କରିବୁ, କିନ୍ତୁ ଆମେ ଏ ଯେଉଁ କର୍ପୋରେଟ୍ ସେକ୍ଟର ଏ ଯେଉଁ ପ୍ରେସରରେ ଆମେ ପ୍ରେସର ହ୍ୟାଣ୍ଡେଲ୍ କରିପାରିବୁନି। କିଏ ଆମକୁ କହିଦେବ, ତାପରେ ଏଜ୍ ହେଇଗଲା ପରେ ତମକୁ କିଏ କ'ଣ କହିବ, ତମ ସେଇଟା ଭିତରକୁ ଯିବା ବି ଦରକାର ନା। ତ ଲୋକଙ୍କୁ ଲାଗୁଛି ଆଇଟି ସେକ୍ଟର ପଇସା ଅଛି, ଲୋକଙ୍କୁ ଲାଗୁଛି ଆଇଟି ସେକ୍ଟର ବହୁତ ଭଲ, ଲୋକଙ୍କୁ ଲାଗୁଛି ଆଇଟି ସେକ୍ଟର ହିଁ ଆମେ ଲାଇଫ୍ ଏନ୍ଜୟ କରିପାରିବୁ। ପ୍ରାଇଭେଟ୍ ଜବ୍ ଗଭର୍ଣ୍ଣମେଣ୍ଟ ଜବ୍ ଭିତରେ ଡିଫରେନ୍ସ ବହୁତ ଅଛି। ହଁ, ଆଜିକା ଡେଟ୍ରେ ଯେଉଁମାନେ ବି ଗଭର୍ଣ୍ଣମେଣ୍ଟ ଜବ୍ କରୁଛନ୍ତି, ହଁ ତାଙ୍କର ନାହିଁ କିଛି, ତମକୁ ଯେତେବେଳେ ରିଟାୟାର୍ଡ଼ ହେଉଛନ୍ତି ତାଙ୍କୁ ପେନସନ୍ ମିଳୁନି। କିନ୍ତୁ ପ୍ରାଇଭେଟ୍ ଜବ୍ ଗଭର୍ଣ୍ଣମେଣ୍ଟ ଜବ୍ ଦେଖିବାକୁ ଗଲେ ଅଲମୋଷ୍ଟ ସେମ୍। କିନ୍ତୁ ପ୍ରାଇଭେଟ୍ ଜବ୍ ଗଭର୍ଣ୍ଣମେଣ୍ଟ ଜବ୍ ଭିତରେ ଡିଫରେନ୍ସ କ'ଣ? ତମେ ଗଭର୍ଣ୍ଣମେଣ୍ଟ ଜବ୍ରେ ତମକୁ ଲାଗିବ କି ହଁ ଜବ୍ ସିକ୍ୟୁର୍ ଅଛି 60 ଇୟର୍ ଯାଏ, କିନ୍ତୁ ପ୍ରାଇଭେଟ୍ ଜବ୍ରେ କିଛି ସିକ୍ୟୁର୍ ଜବ୍ ନାହିଁ, ନା ଟାଇମ୍ ଲିମିଟ୍ ଅଛି, ତମେ କେତେବେଳେ ଅଫିସ୍ ଯାଉଛ, କେତେବେଳେ ଅଫିସ୍ରେ ଆସୁଛ, କିଛି ବି ସେଇଟା ବି ତମେ ଜାଣିନ, ତମେ ଅଫିସ୍ କେତେଟାରେ ଯାଉଛ, କେତେଟା ଆସୁଛ। ଗୋଟେ ଗୋଟେ କମ୍ପାନୀ 3 ଟାଇମ୍ ବ୍ରେକଫାଷ୍ଟ ଡିନର୍ ଲଞ୍ଚ ଦେଉଛନ୍ତି, କିନ୍ତୁ ଫିର୍ ବି ତାଙ୍କର ଟାଇମ୍ ବି ନାହିଁ। ତ ସେ କମ୍ପାନୀରେ ତମେ କାମ କରିକିରି କ'ଣଟା କରିବ? ତମେ ଯେତେବେଳେ ଯେହେତୁ ଗୋଟେ ଟାଇମ୍ ନାହିଁ, 2ଟା 3ଟା ରାତି ଯାଏ ବି ତମେ କମ୍ପାନୀରେ ବସିପାରିବ, 2ଟା 3ଟା ରାତି ଯାଏ ତମେ ଘରେ ବି ୱାର୍କ ଫ୍ରମ୍ରେ ବି କନେକ୍ଟ କରିପାରିବ କଲ୍ରେ। ତ ବହୁତ ପ୍ରକାର ସିଚୁଏସନ୍ ପିଲା ଫେସ୍ କରୁଛନ୍ତି। ତ ସେଥିପାଇଁ ପିଲା ବହୁତ ଫ୍ରଷ୍ଟ୍ରେଟ୍ ବି ହେଇଗଲେଣି ଆଇଟି ସେକ୍ଟରକୁ ନେଇକିରି। ତ ଯେଉଁ ଭିଡ଼ିଓଟା ମୁଁ ବନେଇଛି, ମୁଁ କାହାକୁ ଫ୍ରଷ୍ଟ୍ରେଟ୍ରେ କି ଯେଉଁମାନେ ବି ଏ ଭିଡ଼ିଓ ଦେଖୁଛ କିଛି ଡିମୋଟିଭେଟ୍ ହୁଅନି। ମୁଁ ନର୍ମାଲ୍ ଆଇଟି ସେକ୍ଟରର କର୍ପୋରେଟ୍ର ରିଅଲ୍ ଲାଇଫ୍ର ଷ୍ଟୋରି ମୁଁ ମୋ ଭିଡ଼ିଓରେ କହିଛି। ତ ଏମିତି କାହାକୁ ନାହିଁ ମୁଁ ଡିମୋଟିଭେଟ୍ କରିଛି କି ମୁଁ ଗୋଟେ ଭିଡ଼ିଓରେ କାହାକୁ ଗୋଟେ ନେଗେଟିଭ୍ ଥଟ୍ରେ କହୁଛି, ସେଇଟା କିଛି ନାହିଁ। ତ ନର୍ମାଲ୍ ବର୍ତ୍ତମାନ ଆଇଟି ସେକ୍ଟରରେ କର୍ପୋରେଟ୍ ଲାଇଫ୍ରେ ପିଲା କେଉଁ ଭଳିଆ ବିହେଭ୍ କରୁଛନ୍ତି, କେଉଁ ଭଳିଆ ପିଲା ବର୍ତ୍ତମାନ ଏବେ ବଞ୍ଚୁଛନ୍ତି କର୍ପୋରେଟ୍ ସେକ୍ଟରରେ, ପିଲାଙ୍କର ଲାଇଫଷ୍ଟାଇଲ୍ କେମିତି ଚାଲିଛି, ପିଲା ଘରକୁ ଆସିଲା ପରେ ସକାଳୁ ଉଠିକିରି ଅଫିସ୍ ଯେଉଁ ଯାଉଛନ୍ତି, ସେମ୍
କାଟାଗୋରୀ ସେମ୍ ଜିନିଷ କରି ନା ପିଲା ବର୍ତ୍ତମାନ ପିଲାଙ୍କ ଲାଇଫ୍ରେ ଆଉ କିଛି ନାହିଁ, କାହିଁକିନା ତୁମେ ସେମ୍ ସାଇକଲ୍ ସବୁଦିନ ହିଁ ଫେସ୍ କରୁଛ। ମଣ୍ଡେ ଟୁ ଫ୍ରାଇଡ଼େ ଅଫିସ୍, ସଟର୍ଡେ ସଣ୍ଡେ ଛୁଟି, ସଟର୍ଡେ ବି ଗୋଟେ କମ୍ପାନୀ ସଟର୍ଡେ ସଣ୍ଡେ ବି ଡାକୁଛି। ତ ତୁମ ଲାଇଫ୍ରେ ଆଉ ବଚିଲା ନାହିଁ କିଛି, କାହିଁକିନା ତୁମେ ଷ୍ଟାର୍ଟଅପ୍ରେ କାମ କରିବ, ଛୋଟ ମୋଟ କମ୍ପାନୀରେ କାମ କରିବ, ତ ତୁମକୁ ସଟର୍ଡେ ସଣ୍ଡେ ବି କାମ ଯିବାକୁ ପଡ଼ିବ। ଆମ କମ୍ପାନୀରେ ସଟର୍ଡେ ସଣ୍ଡେ ବି କାମ ହେଉଛି, ତ ଆମେ ବି ଆମକୁ ଯେଉଁଦିନ ଆମର କାମ ପଡ଼ୁଛି ଆମକୁ କରିବା ବାଧ୍ୟ। ସେମିତି କିଛି ନାହିଁ ଆମେ ମନା କରିପାରିବୁ, ମନା କଲେ ଦରକାର ପଡ଼ିଲେ କମ୍ପାନୀ ବାହାର କରିଦେଇପାରିବ। ସେଇଟା ମ୍ୟାଟର୍ କିଛି ନାହିଁ, କମ୍ପାନୀ ପାଖରେ ସବୁ କିଛି ଅଛି। କମ୍ପାନୀ ଚାହିଁଲେ ବି ଏବେ ତୁମକୁ 5 ମିନିଟ୍ ପରେ ବାହାର କରିପାରିବ, 10 ମିନିଟ୍ ପରେ ନିଡ଼୍ ଅଛି, ଜବ୍ କରିବାର ଅଛି, ଜବ୍ ଆମେ କରୁଛୁ। କିନ୍ତୁ ଯାହାର ବ୍ୟାକଅପ୍ ଅଛି, ଯାହାର ପଇସା ଅଛି, ଯାହାର ବ୍ୟାକଅପ୍ ପ୍ଲାନ୍ ଅଛି, ଯାହାର ଘର ସପୋର୍ଟ କରୁଛନ୍ତି, ସେମାନେ ବି ସଟର୍ଡେ ସଣ୍ଡେ ମନା କରିପାରିବେ, ବ୍ୟାକଅପ୍ ତାଙ୍କ ପାଖରେ ଅଛି। ଜବ୍ ପଡ଼ିଲା ପରେ ତାଙ୍କ ଘର ଲୋକ ସପୋର୍ଟ କରିପାରିବେ। ତ ବହୁତ ପ୍ରକାର ସିଚୁଏସନ୍ ବର୍ତ୍ତମାନ ଲୋକ ଏବେ ଫେସ୍ କରୁଛନ୍ତି। ତ ଏଇଭଳିଆ ସବୁ ସିଚୁଏସନ୍ରେ ତୁମେ ବାହାରିକିରି ତୁମେ ପେପର୍ ପକାଇକି ଯଦି ତୁମକୁ ଲାଗୁଛି ତୁମେ ଜବ୍ ବଜେଇ ଦେବ, ଦେନ୍ ବେଟର୍ ତୁମେ ଫାଷ୍ଟ ଟ୍ରାଏ କର ଜବ୍ ବଜେଇବା ପାଇଁ। ଜବ୍ ପାଇଲା ପରେ ତୁମେ ଦେନ୍ ପେପର୍ ପକାଇବ। କିନ୍ତୁ ଫ୍ରଷ୍ଟ୍ରେଟ୍ ହେଇକିରି ତୁମେ ଏଇ ଯେଉଁ ରଙ୍ଗ ଡିସିସନ୍ ରଙ୍ଗ ଟାଇମ୍ରେ ନେଇକିରି କିଛି ଫାଇଦା ନାହିଁ। କାହିଁକିନା ତୁମେ ଗୋଟେ ଜବ୍ ତୁମେ ଚାହିଁଲେ ଏବେ ସାଙ୍ଗେ ସାଙ୍ଗେ ପେପର୍ ପକାଇଦେବ, 1 ମନ୍ଥ ନୋଟିସ୍ ପିରିୟଡ଼, ତୁମ କମ୍ପାନୀ 1 ମନ୍ଥରେ ବାହାର କରିଦେବ, 2 ମନ୍ଥ ନୋଟିସ୍ ପିରିୟଡ଼, 2 ମନ୍ଥରେ ତୁମର ଜବ୍ ସରିଯିବ। କିନ୍ତୁ ତୁମେ ଜବ୍ ପାଇବାକୁ 2 ମନ୍ଥ ନୁହଁ, ଦରକାର ବେଳେ 2 ଇୟର୍ ଲାଗିପାରେ, 6 ମନ୍ଥରେ ହେଇପାରେ, 4 ମନ୍ଥରେ ହେଇପାରେ। ତ ଜଣା ନାହିଁ ତୁମକୁ ନା କେଉଁ କମ୍ପାନୀ ତୁମର ରିଜ୍ୟୁମ୍ ସିଲେକ୍ଟ କରିବ, କେଉଁ କମ୍ପାନୀ ତୁମକୁ ନେବ କି ନାହିଁ, ତୁମ ପ୍ୟାକେଜ୍ ତାକୁ ମ୍ୟାଚ୍ ହେଉଛି ନା ନାହିଁ, ବହୁତ ପ୍ରକାର ଫ୍ୟାକ୍ଟର ରହୁଛି। ତ ଦେନ୍ ତୁମେ ଭୁଲ ଡିସିସନ୍ ନିଅନି, ତୁମେ ଆରାମସେ ଟ୍ରାଏ କର। ଯେଉଁଦିନ ଜବ୍ ହେଉଛି ତୁମେ ଆରାମସେ ପେପର୍ ପକାଇବ। ତ ଫ୍ରଷ୍ଟ୍ରେଟ୍ ହେଇକିରି ରାଗିକିରି କମ୍ପାନୀରେ କ'ଣ ହେଇଗଲା ଟ୍ରାଏ କର ସବୁ ପ୍ରୋବ୍ଲେମ୍ ହ୍ୟାଣ୍ଡେଲ୍ କରିବା ପାଇଁ, ଯେଉଁ ବି ପ୍ରୋବ୍ଲେମ୍ ଫେସ୍ କରୁଛ ହ୍ୟାଣ୍ଡେଲ୍ କରିବା ପାଇଁ। ନେକ୍ସଟ କମ୍ପାନୀ ଯିବ, ନେକ୍ସଟ କମ୍ପାନୀରେ ତୁମେ ଟାଇମ୍ ଲାଗିବ, ତୁମକୁ ଜାଗା ବନେଇବା ପାଇଁ ଟାଇମ୍ ଲାଗିବ, ଲୋକଙ୍କ ସହିତ ଜଣାଶୁଣା ହେବା ପାଇଁ ଟାଇମ୍ ଲାଗିବ, ଲିଡ୍ ମ୍ୟାନେଜର୍ ହାୟର ପୋଜିସନ୍ ଲୋକଙ୍କ ସହିତ ତୁମେ ମିଶିବା ପାଇଁ। ଏଠି ତୁମେ ଯେହେତୁ ଗୋଟେ କମ୍ପାନୀରେ ପ୍ରିଭିୟସ୍ କମ୍ପାନୀରେ ଅଛ, ତୁମେ ସମସ୍ତେ ଜାଣିଛନ୍ତି, ତୁମକୁ ଅଲରେଡ଼ି ତୁମେ ଜାଣିଲେ ତୁମେ କାମ କରୁଛ, ଦେନ୍ ଏଇଠି ହିଁ ତୁମେ କଣ୍ଟିନ୍ୟୁ କର। ଯାହା ବି ପ୍ରୋବ୍ଲେମ୍ ଆସୁଛି ପ୍ରୋବ୍ଲେମ୍ ଫେସ୍ କରିକି ହ୍ୟାଣ୍ଡେଲ୍ କରିବା ପାଇଁ ଟ୍ରାଏ କର। ବହୁତ ପ୍ରୋବ୍ଲେମ୍ର ସଲ୍ୟୁସନ୍ ବି ଅଛି, ତୁମେ ଟ୍ରାଏ କର ସଲ୍ୟୁସନ୍ ବାହାର କରିବା ପାଇଁ। ଧୀରେ ଧୀରେ ସବୁ ନର୍ମାଲ୍ ହେଇଗଲା ପରେ ଦେନ୍ ତୁମ ଡିସାଇଡ଼୍ କରିବ ତୁମେ ଜବ୍ ଚେଞ୍ଜ କରିବ କି ପେପର୍ ପକାଇକି ତୁମେ ଆଉ ସର୍ଚ୍ଚ କରିବ। ଦେନ୍ ଫାଷ୍ଟ ତୁମେ ବ୍ୟାକଅପ୍ ବନାଅ, ତାପରେ ତୁମେ ଆରାମସେ ଯାଇପାରିବ। ଏଇଥିଲା ଭିଡ଼ିଓ। ଥ୍ୟାଙ୍କ ୟୁ ଅଲ୍।